ପ୍ରଥମ ଥର ମୁଁ ମାଲକାନଗିରି ସହରର ସୂର୍ଯ୍ୟର ପ୍ରଥମ କିରଣ ସହର ରାସ୍ତାକୁ ଆଲୋକିତ କରୁଥିଲା। ଲୋକମାନେ ନିଜ ନିଜ କାମକୁ ଯାଉଥିଲେ। ସହର ଗୋଟେ ସାଧାରଣ ଜଳଖିଆ ଦୋକାନରେ ବସି ଗରମ ଜଳଖିଆ ଖାଇକି ମନ ହାଲକା କରି ଆମେ ବାହାରିଲୁ ୱାଟରଫଲ୍ ଦେଖିବାକୁ। ରାସ୍ତା ଧୀରେ ଧୀରେ ସହରରୁ ଦୂରକୁ ଗଲା। ଅଳ୍ପ ଦୂରରେ ଗଲା ପରେ ଜଣାପଡ଼ିଲା ଆମେ ଛତିଶଗଡ଼ ସୀମା ପାର ହୋଇଗଲୁ। ଘଞ୍ଚ ଜଙ୍ଗଲ ଓ ପାହାଡ଼ ଦେଖି ମନେ ଆପେ ଆପେ ନମ୍ର ହୋଇଗଲା। ଉଚ୍ଚ ଉଚ୍ଚ ଗଛମାନଙ୍କ ମଧ୍ୟରୁ ଚୁପଚାପ ଝରୁଥିବା ଆଲୋକ, ପାହାଡ଼ର ନୀରବ ଗମ୍ଭୀରତା ସବୁକିଛି ମିଶି ଏକ ଅଲଗା ଦୁନିଆ ସୃଷ୍ଟି କରୁଥାଏ। ଏଠି ମଣିଷ ଛୋଟ, ପ୍ରକୃତି ବଡ଼, ଏହା ସତ୍ୟଟା ମନେ ଗଭୀର ଭାବେ ଲାଗୁଥିଲା। ଯେତେ ଭିତରକୁ ପହଞ୍ଚିଲୁ ସେତେ ୱାଟରଫଲର ଶବ୍ଦ ଧୀରେ ଧୀରେ ସ୍ପଷ୍ଟ ହେଉଥିଲା। ଦେଖନ୍ତୁ, ଏଇ ସେଇ ୱାଟରଫଲ୍। ଏଇ ଦୃଶ୍ୟ ଦେଖି ମନେ ହୁଏ ପ୍ରକୃତି ଆମ ପାଇଁ ଏକ ନିଜ ଚିତ୍ର ଆଙ୍କିଛି। ଏଇ ପାଣିର ଜୋର ଶବ୍ଦରେ ଲୁଚିଥାଏ ଏକ ଗଭୀର ଅର୍ଥ। ଜୀବନ କେବେ ଅଟକେନି। ଯେମିତି ଏହି ପାଣି ପାହାଡ଼ ଶୀର୍ଷରୁ ତଳକୁ ଆସିବା ପାଇଁ ଭୟ କରେନି, ସେପରି ମଣିଷ ଜୀବନରେ ମଧ୍ୟ ସମସ୍ତ ବାଧାକୁ ଜୟ କରି ଆଗକୁ ବଢ଼ିବା ଉଚିତ। ଏହି ୱାଟରଫଲ୍ ଆମକୁ ଶିଖାଏ, ଶକ୍ତି ଶବ୍ଦରେ ନୁହେଁ, ନିରନ୍ତରରେ ଥାଏ।